ଜୟ ଜଗନ୍ନାଥ ଆପଣମାନଙ୍କୁ ଆମ ୟୁଟ୍ୟୁବ୍ ଚ୍ୟାନେଲରେ ଯୋଡ଼ିଆ ଜେକେ କ୍ରିଏସନ୍ କେକେକୁ ପୁଣି ଥରେ ସ୍ୱାଗତ। ଦେଖ ବର୍ତ୍ତମାନ ଆମେ ଦେଖିବା ସେଡି ଆମର ସେଡିର ହିନ୍ଦୀ କ୍ୱେଶ୍ଚିନ୍ ହିନ୍ଦୀର ଆମେ 50ଟା ଅବଜେକ୍ଟିଭ୍ କ୍ୱେଶ୍ଚିନ୍ ଦେଖିଥିଲେ। ବର୍ତ୍ତମାନ ସେଡିର ଆମେ ଆମର ସେଡିର ସାଂସ୍କ୍ରିଟର 50ଟା କ୍ୱେଶ୍ଚିନ୍ର ଆନ୍ସର୍ କି ଦେଖିବା। ଏଇଟା ସବୁ 100% କରେକ୍ଟ ପ୍ରାୟ ରହିବ, ତେଣୁକରି ଏଗୁଡ଼ିକୁ ଭଲରେ ଦେଖିନିଅ ହେଲା। ଆଉ କେତେ ମାର୍କ ରହୁଛି ମୋତେ କମେଣ୍ଟ ସେକ୍ସନରେ ଜଣାଇବ, ଠିକ୍ ଅଛି। ଚାଲ ବର୍ତ୍ତମାନ ସାଂସ୍କ୍ରିଟର ଆମେ କରିବା। ସାଂସ୍କ୍ରିଟର ସେଟ୍ ଡିର କରିବା 50ଟା କ୍ୱେଶ୍ଚିନ୍। ପ୍ରଥମ କ୍ୱେଶ୍ଚିନ୍ ରହିବ ତମର ଆନ୍ସର୍ ରହିବ ସୀତା ତଳେ ହେଲା। ଏ ହେବ ଉତ୍ତର, 1ର ଏ, 2ର ବି ରଘୁନନ୍ଦନ ହ, ତାପରେ 3ର ଉତ୍ତର ହେବ ବି ଗୃହମ୍, ତାପରେ 4ର ଉତ୍ତର ରହିବ ବି ଶକୁନ୍ତଳା, ତାପରେ 5ର ଉତ୍ତର ତମର ରହିବ ଡି ହେଲା ଅଶ୍ରଦ୍ଧମ। ଠିକ୍ ଅଛି, ନେକ୍ସଟ ଯିବା 6 ନମ୍ବରକୁ। 6 ନମ୍ବର ଦେଖ, 6 ନମ୍ବର ଉତ୍ତର ହେବ ଡି ହେଲା ନରେନ୍ଦ୍ରନାଥ। 7ର ଉତ୍ତର ହେବ ସି ହେଲା ଭୁବନେଶ୍ୱରୀ ଦେବୀ, ତାପରେ 8ର ଉତ୍ତର ହେବ ସି ସ୍ୱର୍ଗ, ତାପରେ 9ର ଉତ୍ତର ହେବ ବି କାମହ ହେଲା। ତାପରେ ନେକ୍ସଟ ଯିବା 10 ନମ୍ବର ହେଲା। 10 ନମ୍ବର ଦେଖ, 10ର ଉତ୍ତର ହେବ ଏ ଜନହ, ତାପରେ 11ର ଉତ୍ତର ହେବ ସି ହେଲା ଆଚ୍ଛା, ତାପରେ 12ର ଉତ୍ତର ହେବ ବି ହେଲା ପ୍ରାଣତ୍ୟାଗ ସଂସ୍ଥିତେ। ତାପରେ ନେକ୍ସଟ 13 ନମ୍ବରକୁ ଯିବା। ନେକ୍ସଟ 13 ନମ୍ବର ହେଲା, 13 ନମ୍ବରର ସଠିକ ଉତ୍ତର ହେବ ବି ସମହ, ତାପରେ 14ର ଉତ୍ତର ହେବ ଏ କୃଷକାରଣ ହେଲା କୃଷକାରଣ, ତାପରେ 15ର ଉତ୍ତର ହେବ ଏ ଉଟ୍ଟଜେ ହେଲା, ତାପରେ 16 ଦେଖ, 16ର ସଠିକ ଉତ୍ତର ହେବ ଏ ମନସହ, ତାପରେ 17ର ଉତ୍ତର ହେବ ଡି ହେଲା କଶ୍ୟପୀ। ତାପରେ ନେକ୍ସଟ 18 ନମ୍ବର ଯିବା। 18ର ଉତ୍ତର ହେବ ଡି ପୃଥିବୀ। 19ର ଉତ୍ତର ହେବ ଏ ହେଲା ଦ୍ୱିବିଧମ୍। ତାପରେ ନେକ୍ସଟ ଯିବା, ନେକ୍ସଟ ଦେଖ 20 ନମ୍ବରକୁ ଯିବା। ସେଡିର ଦେଖ 20 ନମ୍ବର ଦେଖ, 20 ନମ୍ବରର ଉତ୍ତର ହେବ ସି ହେଲା ଶୃଗାଣ ସୁତେ। ତାପରେ 21ର ଉତ୍ତର ହେବ ଶୃଗାଣ ଶିଶୁହ ଏ ହେଲା 22ର ସଠିକ ଉତ୍ତର ହେବ ସି ହେଲା ଜଗୃହ ପୂଜାତି। ତାପରେ ଆସିବ 23ର ଉତ୍ତର ହେବ ଏ ହେଲା ମନୁଷ୍ୟାଣାମ। ତାପରେ 24ର ଉତ୍ତର ହେବ ବି ହେଲା ତୁଷାତଃ ହେଲା ତୁଷାତଃ। ତାପରେ 25ର ଉତ୍ତର ହେବ ଡି ହେଲା ପୁରୁବଂଶ। ତାପରେ 26 ନମ୍ବର ଯିବା। 26 ନମ୍ବର ଦେଖ, 26ର ସଠିକ ଉତ୍ତର ହେବ 26ର ଏ ହେଲା ସୁଖେଶିତମ୍। ତାପରେ 27ର ଉତ୍ତର ହେବ ସି ପ୍ରତ୍ୟାଗଛନ୍ତି। ତାପରେ 28ର ଉତ୍ତର ହେବ ବି ଗୁରୁହ ପ୍ଲସ୍ତମ ହେଲା। ତାପରେ 29ର ସଠିକ ଉତ୍ତର ହେଇଯିବ ବି ହେଲା ପୁନରାତ୍ମପତ୍ତି। ତାପରେ 30ର ସଠିକ ଉତ୍ତର ହେଇଯିବ ଏ ହେଲା ଶୂନ୍ୟ ପ୍ଲସ୍ ଅବଶ୍ୟତା। ତାପରେ 31ର ସଠିକ ଉତ୍ତର ହେଇଯିବ ବି ହେଲା ଉକ୍ତେ କର୍ମଣି ପ୍ରଥମା ହେଲା। ନେକ୍ସଟ ଯିବା, ନେକ୍ସଟ 32 ନମ୍ବରକୁ ଯିବା। ତାପରେ ଦେଖ 32 ନମ୍ବର, 32ର ସଠିକ ଉତ୍ତର ହେଇଯିବ ବି ହେଲା ନିବେଦନାର୍ଥେ ଚତୁର୍ଥୀ। ତାପରେ 33ର ସଠିକ ଉତ୍ତର ହେଇଯିବ ଏ କୃତେ ଶବ୍ଦ ଯୋଗୀ ଷଷ୍ଠୀ। ତାପରେ 34ର ସଠିକ ଉତ୍ତର ହେଇଯିବ ଅଙ୍ଗ ବିକାରେ ତୃତୀୟା ଏ ହେଲା 34ର ଏ। 35ର ଡି କର୍ମାଣୀ ଦ୍ୱିତୀୟା। ତାପରେ 36ର ବି ହେଲା ସାର୍ଥକଂ ନାମ ଯସ୍ୟ ସହ। ତାପରେ 37ର ହେବ ବି କର୍ମଧାରୟ ହେଲା 37ର ବି ସର୍ବଦମନ। ତାପରେ 38ର ଏ ଏଇଟା ହବନି 38ର ଏ ହେଲା ଦ୍ୱନ୍ଦ୍ୱ ହେଲା। ନେକ୍ସଟ ଯିବା 39 ନମ୍ବରକୁ। 39 ନମ୍ବର ଦେଖ, 39ର ସଠିକ ଉତ୍ତର ହେଇଯିବ ଏ ହେଲା ଗୁରୁ ଭକ୍ତି ହତ୍ୟା। ତାପରେ 40ର ସି ହେଲା ପ୍ରାଣୀ ଜଗତ।
ତାପରେ ନେକ୍ସଟ ଯିବା ପ୍ରାଣୀ ଜଗତ ଏକ ଚାଲିଛି ସଠିକ ଉତ୍ତର ହେଇଯିବ ସି ହେଲା ସତୁ। ତାପରେ ନେକ୍ସଟ ନିଧାତ ବୟାଳିଶର ସଠିକ ଉତ୍ତର ହେଇଯିବ ଏ ଧା ହେଲା। ଏଟା ଆମର ସଠିକ ଉତ୍ତର ହେଇଯିବ, ଏଟା ସଠିକ ଉତ୍ତର ହେଇଯିବ ଇନ୍ ହେଲା ବି ହବ ଉତ୍ତର। ଠିକ ଅଛି, ବୟାଳିଶର ସଠିକ ଉତ୍ତର ହେଇଯିବ ଏ ଧା ଧାତୁ। ତାପରେ 43ର ସଠିକ ଉତ୍ତର ହେଇଯିବ ଏ। ତାପରେ ସରି ନା এটা 70 ହିଁ ହବ ନା ଏଟା ନାହିଁ। ଠିକ ଅଛି, ନେକ୍ସଟ ଦେଖ 84 ନମ୍ବର, 84ର ସଠିକ ଉତ୍ତର ହେଇଯିବ ବି ହେଲା ଇନ୍ ଧାତୁ। ତାପରେ 45ର ସଠିକ ଉତ୍ତର ହେଇଯିବ ଏ କ୍ରୁ ଧାତୁ ହେଲା। ନେକ୍ସଟ ଦେଖ 46 ଦେଖ 46ର ସଠିକ ଉତ୍ତର ହେଇଯିବ 46ର ସଠିକ ଉତ୍ତର ହେଇଯିବ ଏ ମନୁଷ୍ୟ। 47ର ସଠିକ ଉତ୍ତର ହେଇଯିବ ବି ଶାସତି। ତାପରେ 48ର ସଠିକ ଉତ୍ତର ହେଇଯିବ ଏ ସମରାଙ୍ଗୀ ହେଲା। ତାପରେ 49 50 ଆଉ ଦୁଇଟା ନମ୍ବର ରହିଲା, ଦୁଇଟା ଦେଖ 49ର ସଠିକ ଉତ୍ତର ହେଇଯିବ ବି ସୁପ୍ରଣଖା ହେଲା ସୁପ୍ରଣଖା। ତାପରେ 50ର ସଠିକ ଉତ୍ତର ହେଇଯିବ ସୂର୍ଯ୍ୟା ଏ ହେଲା। ତ ବର୍ତ୍ତମାନ ମାନେ ସଂସ୍କୃତ ମଧ୍ୟ 50ଟା କ୍ୱେଶ୍ଚନ୍ ଦେଖିଲେ। ଆଗରୁ ଯଦି ଭିଡ଼ିଓ ଗୁଡ଼ିକ ଦେଖିନ ପ୍ଲେଲିଷ୍ଟକୁ ଯାଇକି ଆନ୍ସର କିଏ ଦେଖିନି ଆଉ କେତେ ମାର୍କ ହେଉଛି ତୁମର ମିଳିନି ରହୁଛି। ଜୟ ଜଗନ୍ନାଥ। 4ଟା ଯାହା ସେଟ୍ କରିଦେଇଛି ହେଲା, ହିନ୍ଦୀ ସଂସ୍କୃତ ଦେଖିବୁ ଯାଇକି।